ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଶୁଭ ସକାଳ। ବନ୍ଧୁମାନେ, ଦୁଃଖ ସମୟରେ ଆପଣମାନେ ଭାଙ୍ଗି ପଡ଼ୁଛନ୍ତି କି? ଭାଙ୍ଗି ପଡ଼ନ୍ତୁ ନାହିଁ। ଗୋଟେ କଥା କହିବି ବନ୍ଧୁମାନେ, ଦୁଃଖ ସମୟରେ ଆପଣମାନେ ଯଦି ଭାଙ୍ଗି ପଡ଼ୁଛନ୍ତି ନା, ଆମ ଶରୀର ଯେଉଁ ଆମେ ଜନ୍ମ ନେଇଛୁ ଯେଉଁ ବାପା ମାଆଙ୍କଠୁ, ମୁଁ ସର୍ବପ୍ରଥମେ ମାନେ ସେ ବାପା ମାଆଙ୍କୁ ମାନେ ତାଙ୍କ ପାଦ ତଳୁ ମୁଁ ମାନେ ପାଖରେ ତ ଅଛି, ମାନେ ତାଙ୍କୁ ସମସ୍ତେ ଆମେ ଯେଉଁ ବାପା ମା ଆମକୁ ଜନ୍ମ ଦେଇଛନ୍ତି ତାଙ୍କୁ ଆମେ ଏତେ ସ୍ନେହ ଶ୍ରଦ୍ଧା କରିବା, ତାଙ୍କ ଆଶୀର୍ବାଦ ଟିକେ ଆମ ଯଦି ମୁଣ୍ଡ ଉପରେ ରହିଲେ ନିଶ୍ଚିତ ଆମେ ମାନେ ବହୁତ ଭଲ ଜାଗାରେ ସମୟ ଆସିବ, ଏମିତି ବହୁତ ଭଲ ଜାଗାରେ ପହଞ୍ଚିବା। ତ ମଣିଷର ସବୁଠୁ ଯେଉଁ ବଡ଼ ରୋଗ ହେଉଛି ଆମେ ଯଦି ଚିନ୍ତା କରିବା, ତାହେଲେ ମାନେ ଡକ୍ଟର ଯେଉଁ ଆମ ମାନେ ଖାଣ୍ଟି ଓଡ଼ିଆରେ ଡାକ୍ତର ବାପ ବି ଭଲ କହିପାରିବେନି, ଚିନ୍ତାର ରୋଗ ହେଉଛି ମଣିଷର ସବୁଠୁ ବଡ଼ ରୋଗ। ତ ତା ଭିତରେ ମୁଁ ଗୋଟିଏ କଥା ଆପଣମାନଙ୍କୁ କହି ରଖୁଛି ଯେ ଆପଣମାନେ କେବେ କେବେ ବି ଚିନ୍ତା କରନ୍ତୁ ନାହିଁ। ଯେତେ ଝଡ଼ ଝଞ୍ଜା ଦୁଃଖ କଷ୍ଟ ଆସିଲେ ବି ମାନେ ହସ ଖୁସିରେ ସମୟ ବିତେଇ ଦିଅନ୍ତୁ, ଦେଖିବେ ମାନେ ଆପଣମାନେ ଏତେ ଖୁସି ଆନନ୍ଦରେ ରହିବେ, ଦିନ ଆସିବ ତାର ତୁଳନା ତ କରିହେବନି। ତ ଯାହା ବି ହଉ, ତ ଆଉ ଗୋଟେ କଥା ବନ୍ଧୁମାନେ କହିବାକୁ ଗଲେ, ମାନେ ଆମ ଯେଉଁ ଦୁଃଖ କଷ୍ଟ ସମୟରେ ନିଜ ପରିବାର ଲୋକ ଏ ଟୁ ଜେଡ୍ ଯିଏ ବି ହଉତ ନା କାହିଁକି ନିଜ ପରିବାର ଲୋକ ନିଜଠାରୁ ଦୂରେଇ ଯାଉଛନ୍ତି କି? ସେ ଯେଉଁ ଦୂରେଇ ଯିବାର ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ'ଣ ଜାଣିଛନ୍ତି? ଆପଣମାନଙ୍କଠୁ ଦୂରେଇ ଯାଉଛନ୍ତି, ଆପଣମାନେ ଭାବନ୍ତୁନି ଯେ ମୋ ନିଜ ଲୋକ ମୋତେ ଛାଡ଼ି ଚାଲି ଯାଉଛନ୍ତି। ନା, ସେ ଯେଉଁ ଛାଡ଼ିକି ଚାଲିଯିବା ପଛରେ ତାର ମାନେ କ'ଣ ଏତେ ଭଲ କଥା ମାନେ ଆପଣମାନଙ୍କୁ ଯେଉଁ କହି ଯାଇଛନ୍ତି। ତ ମାନେ ଗୁରୁଜନ ଯେଉଁ ମାନେ ବ୍ୟକ୍ତିମାନଙ୍କଠୁ ଆମେ ଯାହା ଶିଖିଛୁ, ତ ବିଶେଷ କରି କହିବା ପାଇଁ ଗଲେ ଆପଣମାନେ ଯେଉଁ ଭାବୁଛନ୍ତି ଯେ ମୋତେ ମୋ ଦୁଃଖ ସମୟରେ ମୋ ନିଜ ଲୋକମାନେ ମୋ ଠାରୁ ମାନେ ଛାଡ଼ି ଅଲଗା ହେଇଯାଉଛନ୍ତି, ସେଇଟାର ଛାଡ଼ିବାର ତାର ମୁଖ୍ୟ କାରଣ ହେଉଛି ଜଗନ୍ନାଥଙ୍କର ଯେଉଁ ମାନେ ଜଗନ୍ନାଥଙ୍କ ପାଖରେ ଆପଣମାନଙ୍କୁ ପହଞ୍ଚେଇ ଦେଉଛନ୍ତି। ସେମାନେ ସିନା ଦୂରେଇକି ଛାଡ଼ି ଚାଲି ଯାଉଛନ୍ତି, କିନ୍ତୁ ଜଗନ୍ନାଥଙ୍କ ପାଖରେ ଆପଣମାନଙ୍କୁ ପହଞ୍ଚେଇ ଦେଇ ଯାଉଛନ୍ତି। ଆଉ ଆପଣମାନେ ମାନେ ଏମିତି ଦିନ ଆସିବେ, ଏମିତି ଦିନ ଆସିବ ଆପଣମାନେ କେବେ ଚିନ୍ତା କଳନା ବି କରିନଥିବେ ଯେ ଏତେ ଆନନ୍ଦ ଏତେ ଖୁସିରେ ଆପଣମାନେ ରହିବେ। ତ ଯାହା ବି ହଉ, ଆଜି ମାନେ ବହୁତ ଦିନଠୁ ଆପଣମାନେ ଭାବୁଥିବେ ମୋତେ କେଉଁ ଜାଗାରେ ଯେଉଁ ମେସେଜ୍ କରୁଛନ୍ତି, ମୁଁ ମନା କଲି। ଯେଉଁ ଆମର ମିରିକିଧାରୀ ବୋଲି ଗୋଟେ ଜାଗାଟେ ମୁଁ ଯାଇଥିଲି, ସେଠିକାର ଯେଉଁ କର୍ମକର୍ତ୍ତାମାନେ ବହୁତ ଥର ଫୋନ୍ ମଧ୍ୟ କରିଛନ୍ତି। ମାନେ ଆପଟୁ କହିବା ପାଇଁ ଗଲେ ଆଜି ମାନେ ସେମାନେ ମୋତେ କହିଥିଲେ 24ରୁ ଛୁଆ 7-8 ଦିନ ରହିବ। ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ ମଧ୍ୟ କରିଛନ୍ତି, ତାପରେ ଫୋନ୍ କରିଥିଲେ। ମୁଁ କହିଲି ଆଜ୍ଞା, ଗୋଟେ ବନ୍ଧୁ ଜଣକ ଫୋନ୍ କରିଥିଲେ ବିନୋଦ ଭାଇ ବୋଲି। ମୁଁ କହିଲି ଆଜ୍ଞା ଦେଖନ୍ତୁ, ଏମିତି ପରିସ୍ଥିତି ଭିତରେ ତ ମୁଁ ବଡ଼ମା ତ ଆମକୁ ଆମ ଘରରୁ ଛାଡ଼ି ଚାଲି ଯାଇଛନ୍ତି। ତ ଯାହା ବି ହଉ, ମୁଁ ପ୍ରଥମେ ମାନେ ମୋ ବଡ଼ ମାଙ୍କର ଆଜି ହେଉଛି 10 ଦିନ, ଯେଉଁ ଆମେ ଆଜି ନଣ୍ଡାଇ ତାଙ୍କ ଆତ୍ମା କେମିତି ମାନେ ସଦ୍ଗତି କାମନା, ତାଙ୍କ ଆତ୍ମା ପାଇଁ ଆମେ ମାନେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଅଳି ଭିକ୍ଷା କରିବା ଯେ ସିଏ ଯେଉଁଠି ବି ଥାଆନ୍ତି, ଯେମିତି ବି ଥାଆନ୍ତି, ଯେଉଁ ରୂପରେ ବି ସେ ଜନ୍ମ ନେଇଥାନ୍ତୁ, ତାଙ୍କୁ ଖୁସିରେ ସୁଖରେ ଶାନ୍ତିରେ ରଖ। ତ ବିଶେଷ କରି କହିବା ପାଇଁ ଗଲେ ସେ ସିନା ଆମ ଗହଣରେ ଆଜି ନାହାନ୍ତି, କିନ୍ତୁ ମାନେ ବହୁତ କିଛି କଥା ଆମକୁ ସେ ଶିଖି ଦେଇ ଯାଇଛନ୍ତି। ତ ସେ ଯେଉଁ କଥା ଶିଖିବା ମାନେ କାହିଁକି, ଆମେ ଗୋଟେ ପିଲାଟା ଆମେ ଜନ୍ମ ନେଇଛୁ, ମୋ ପୁଅଟିକୁ ମୁଁ ଯେଉଁ ରାସ୍ତାକୁ ନେଇଯିବି ଆଉ ମାନେ ଯେଉଁ ଦିଗରେ ତାକୁ ମୁଁ ପହଞ୍ଚାଇବା ପାଇଁ ଚେଷ୍ଟା କରିବି, ଯଦି ମୋର ତା ମାନେ କହିବା ପାଇଁ ଗଲେ ମୋର ମାନେ ସେ ଦିଗରେ ତାକୁ ପହଞ୍ଚିବାର ଯଦି ମୋର ମାନେ ବ୍ୟାକ୍ ସାଇଡ଼୍ ଯେଉଁ ପଛପଟୁ ଯଦି ସପୋର୍ଟ ଥିବ, ସେ ନିଶ୍ଚିତ ଦିନ ଆସିବ ପହଞ୍ଚିବ। ହଁ ଆଜ୍ଞା, ଆଉ ଗୋଟେ କଥା କହୁଛି, ଆପଣମାନଙ୍କର ତ ପିଲା ନିଶ୍ଚିତ ଥିବ, ମୋର ମଧ୍ୟ ପୁଅ ଝିଅଟେ ଅଛନ୍ତି। ଯଦି କୌଣସି ମାନେ ସମସ୍ତଙ୍କର ଯେଉଁ ପିଲା ଛୁଆମାନଙ୍କ ପାଇଁ ଆମେ ମାନେ ସମସ୍ତେ ଯଦି ଚିନ୍ତା କରିବୁ, ଗୋଟେ ପିଲା ଯଦି ଯେଉଁ ମାର୍ଗରେ ଯାଉଛି, ଯେଉଁ ଦିଗରେ ଯାଉଛି, ମାନେ ଭଲ କାମରେ ଯଦି ଯାଉଥାଏ, ତ ସେଇ ଦିଗରେ ଆପଣ ତାକୁ ଛାଡ଼ନ୍ତୁ। ଯଦି ଖରାପ କାମରେ ଯାଉଥାଏ, ତାହେଲେ ତାକୁ ଆକଟ କରନ୍ତୁ। ଦେନ୍ ମାନେ ତାକୁ ବୁଝାନ୍ତୁ। ଯଦି ଭଲ ଦିଗରେ ଯାଉଛି, ଗୋଟେ ପିଲା ଖେଳ ଲାଇନରେ ଯାଉଛି, ତ ତାକୁ ଖେଳ ଲାଇନରେ ଛାଡ଼ନ୍ତୁ। କାହିଁକି ଏ କଥା ପିଲାଙ୍କ କଥା କହିବାର ଉଦ୍ଦେଶ୍ୟ ମୋର କ'ଣ, ଯେଉଁ ଆମ ମାନେ ଏଇ ଯେଉଁ ସମାଜରେ ଯେଉଁ ଓଡ଼ିଶାରେ କହିବା ପାଇଁ ଗଲେ ଆମ ମାନେ ପିଲାମାନେ ହିଁ ଆମର ଦେଶରେ ହେଉଛି ଭବିଷ୍ୟତ। ତ ଯାହା ବି ହଉ, ମୁଁ ଏତିକି ଶେଷରେ କହି ରଖୁଛି ଯେ ଶିକ୍ଷକମାନଙ୍କ ପାଇଁ, କାହିଁକି ନା ପ୍ରଥମେ ମୁଁ ଯେଉଁ ଭିଡ଼ିଓଟେ ବନେଇଥିଲି ପିଲାଙ୍କର ଖେଳ ପ୍ରଥମ ପକାଇଥିଲି, ଦେନ୍ ପକାଇଥିଲି ଗୋଟେ ଭଲ ଶିକ୍ଷକ ଯେଉଁ ଆମର ଯେଉଁ ସାର୍ଥାରେ ଅଛନ୍ତି। ମୋ ଘର ହେଉଛି ସାର୍ଥା, ମୋ ନାଁ ହେଉଛି ବିଜୁ। ତ ଯାହା ବି ହଉ, ସେ ସାର୍ଥାଟା ହେଉଛି ଆପଣମାନେ କହିବେ ସାର୍ଥା କେଉଁଠି ପୁଣି, ଆମ ବାଲେଶ୍ୱର ଯେଉଁ ବଡ଼ ମାନେ ବାଲେଶ୍ୱର ବଡ଼ ଗାଁ ସାର୍ଥାରେ ହେଉଛି ମୋର ଘର।
ତ ଯାହା ବି ବାଲେଶ୍ୱର ଜିଲ୍ଲାରେ ସଦର ନିର୍ବାଚନ ମଣ୍ଡଳୀରେ ଯେଉଁ ଆମର ଅଛି ସାର୍ଥା ଗ୍ରାମ ବୋଲି, ତ ସେଇ ଗ୍ରାମରେ ମୋ ଘର। ତ ବନ୍ଧୁମାନେ ବିଶେଷ କଥା କହିବା ପାଇଁ ଗଲେ ଶତ୍ରୁଘ୍ନ ଜେନା ସାର୍ ଆମକୁ ଏତେ ଭଲ ଶିକ୍ଷାଟେ ଦେଇଛନ୍ତି। ତ ମାନେ ତାଙ୍କ ସମୟରେ ଯେଉଁ ମାନେ ଆଗରୁ ଯେଉଁ ଶିକ୍ଷକମାନେ ଥିଲେ, ମାନେ ସେ ଶିକ୍ଷକମାନଙ୍କର ଯେଉଁ ଦମ୍ ଗୋଟେ ଥାଏ, ଯେଉଁ ଆପଣମାନେ ଭାବିବେନି ଯେଉଁ ବିରିୟାନୀରେ ଯେଉଁ ଦମ୍ ନୁହଁ ନା, ସିଏ ବି ସେଇ ଟାଇପ୍ର ଗୋଟେ ଦମ୍ ଥିଲା ତାଙ୍କର କ'ଣ ଯେଉଁ ଏତେ ସେ ଭଲ ଯେଉଁ ଶିକ୍ଷାଟେ ଦେଉଥିଲେ, ମାନେ କିଏ ବେପାରଟେ କରିକି ତାର ପରିବାର ପେଟ ପ୍ରତିପୋଷଣ କରିଥାଉ, ତା ପରିବାର ମାନେ କ'ଣ ଯେ ମାନେ ଦୁଃଖ କଷ୍ଟ ଉଠେଇଥାଉ, ତ କିଏ ବି ମାନେ ଚାକିରି ଯାହା ବି ଏନି ଆଉ ଯେକୌଣସି କାମ ବି କରିଥାଉ ନା କାହିଁକି, ମାନେ ଭଲ ବୋଲି ମାନେ ପ୍ରାୟ ମୁଁ ଲକ୍ଷ୍ୟ କରି ଦେଖିଲିଣି, ଅନ୍ୟ ମାନେ ବନ୍ଧୁବାନ୍ଧବମାନେ ବି ଦେଖୁଛନ୍ତି ସେ ସମୟରେ ପିଲାମାନଙ୍କୁ ଭଲ ବୋଲି କହୁଥିଲେ। ଆଉ ଶିକ୍ଷକମାନଙ୍କୁ ମୁଁ ଏତିକି ନିବେଦନ ଗୁହାରି କରୁଛି, ମାନେ ଯେଉଁ କୋଣ ଅନୁକୋଣରେ ବି ଆପଣମାନେ ମାନେ ଶିକ୍ଷା ପିଲାମାନଙ୍କୁ ଦେଉଛନ୍ତି, କଲେଜ ହେଉ ଅପ୍ ଟୁ ସ୍କୁଲ ହେଉ, ଯେକୌଣସି ଜାଗାରେ ଆପଣମାନେ ପିଲାଙ୍କୁ ଶିକ୍ଷା ଦେଉଛନ୍ତି, ମାନେ ଖାଲି ଯେଉଁ ମାନେ କହିବାକୁ ଗଲେ ବହିରେ ଯେଉଁ ପାଠ କି ନାହିଁ, ତା ଭିତରେ ବି ଷାଠ କିଛି ଯେଉଁ ବାହାର ଜିନିଷ ଏମିତି ତାଙ୍କ ମୁଣ୍ଡରେ ଦିଅନ୍ତୁ, ଯେମିତି ସେ ଗୋଟେ ଭଲ ମାର୍ଗରେ ଯାଆନ୍ତୁ, ଭଲ ଦିଗରେ ସେ ଯାଇ ମାନେ ତାଙ୍କର ମୁଣ୍ଡରେ ଯେଉଁ ଚିନ୍ତାଧାରା ନେଇ ସେ ଗୋଟେ ଭଲ ଜାଗାରେ ପହଞ୍ଚନ୍ତୁ। ତ ଭଲ ବୋଲି ମାନେ ସେମାନେ ଯେମିତି ଆପଣମାନଙ୍କୁ ମାନେ ମାନେ ଆପଣମାନଙ୍କର ବୟସ ଦିନକୁ ଦିନ ତ ଗଡ଼ି ଗଡ଼ି ଚାଲିବ। ତ ଯେଉଁ ସକାଳୁ ଆମେ ଉଠିବା ପର୍ଯ୍ୟନ୍ତ ଯେ ସକାଳୁ କ'ଣ 6ଟା ଯେଉଁ ସେଇ 6ଟା କ'ଣ ହେଇଯାଉଛି, 6ଟା 5 ମାନେ 1 2 3 ଏମିତି 7ଟା 8ଟା ଏମିତି ଚାଲିଛି। ତ ସେଇଭଳିଆ ମାନେ ଆମର ଯେତେବେଳେ ସମୟ ମଧ୍ୟ ଗଡ଼ି 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 ଚାଲିବ, ଆମେ ଯେମିତି ମାନେ ବୟସରେ ବଢ଼ି 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 ଚାଲିବୁ। ଦିନ ଥିଲା ମୁଁ ଆଜି ହେଉଛି ମୋର ବୟସ, ଆପଣମାନେ ଭାବୁଥିବେ କ'ଣ ଯେ ପିଲାର ବୟସ ବହୁତ କମ୍ ବୋଧେ, ନାହିଁ ମୋ ପୁଅ ନାହିଁ ବଡ଼ ହେଲାଣି, ତେଣୁ ଦେଖାଯାଉଛି ଯାହା, କିନ୍ତୁ ସେନୁ ମୋର ନାହିଁ ବୟସ ହେଲାଣି 36 ବର୍ଷ। ତେଣୁ କହିବା ପାଇଁ ଗଲେ ତ ତା ଭିତରେ ମଧ୍ୟ ଆମେ ଏମିତି କିଛି ମାନେ ସମାଜକୁ ବାର୍ତ୍ତା ଦେବା ଯେଉଁ କଥାରେ କି ମାନେ କିଛି ଅଛି ତାର କ'ଣ ଯେଉଁ ନାହିଁ ଲୋକମାନେ ଭଲ କହିବେ। ଏତିକି ମୁଁ ଜଗନ୍ନାଥଙ୍କ ପାଖରେ ଅଳି ଭିକ୍ଷା କରୁଛି ଶେଷରେ, ଯେ ସମସ୍ତଙ୍କୁ ଖୁସିରେ ସୁଖରେ ଶାନ୍ତିରେ ପ୍ରଭୁ ରଖ। କାହିଁକି ନା ତମ ପାଇଁ ଆମେ ଆଜି ଏ ଦୁନିଆ ବଡ଼ ଦାଣ୍ଡରେ ଚାଲିବା ଶିଖିଛୁ, ତମ ପାଇଁ ଆମେ ଚାଲିବା ଶିଖିଛୁ ସତ। ତା ଭିତରେ ଯେଉଁ ଆମେ ବାପା ମାଆଙ୍କଠୁ ଆମେ ଜନ୍ମ ନେଇଛୁ, ଯେଉଁ ବାପା ମାଆ ଆମକୁ ଜନ୍ମ ଦେଇଛନ୍ତି, ମୁଁ ସର୍ବପ୍ରଥମେ ତାଙ୍କୁ ମାନେ ଧନ୍ୟବାଦ କେଉଁ ମାନେ କଥା କହିଛେ ଧନ୍ୟବାଦ ଜଣେଇବି ତ କହିପାରୁନି। ଆଉ ଯାହା ବି ହେଉ ତାଙ୍କ ଆୟୁଷ ପାଇଁ ମୁଁ ଦୀର୍ଘାୟୁ କାମନା କରୁଛି ଆପଣଙ୍କ ପାଖରେ, ଆପଣଙ୍କ ନିକଟରେ। ତ ଯାହା ବି ହେଉ ଶେଷରେ ମୁଁ ଏତିକି କହି ରଖୁଛି, ପିଲାମାନଙ୍କର ଭବିଷ୍ୟତ ପାଇଁ ଆପଣମାନେ କେବେ ବି ମାନେ ଯେଉଁ ଅରିଡ ହୁଅନ୍ତୁ ନାହିଁ। ନିଶ୍ଚିତ ଦିନ ଆସିବ ପିଲାମାନେ ବହୁତ ଭଲ ଜାଗାରେ ନିଶ୍ଚିତ ପହଞ୍ଚିବେ। ଆଉ ମୁଁ ଜାଣିଛି ଏତିକି କ୍ଲିଅର, ଯେଉଁ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଭଲ ଶିକ୍ଷାଟା ଦେଇ ତାଙ୍କୁ ଆଗକୁ ଆଗକୁ କେମିତି ସେମାନେ ବଢ଼େଇବେ, ମାନେ ସେ ଦିଗରେ ସେମାନେ ନିଶ୍ଚିତ ମାନେ ବହୁତ ଭଲ କାମଟେ କରିବେ। ତ ଶେଷରେ ଏତିକି କହୁଛି ଯେ ଅଳ୍ପ ସମୟ ପରେ ଆମର ଯେଉଁ ମାନେ 10 ଦିନର ଯେଉଁ କାର୍ଯ୍ୟକ୍ରମ ମାନେ ରହିଛି, ମୋର ଯେଉଁ ବଡ଼ମାର ଯେଉଁ ଆତ୍ମା ପାଇଁ ଆମେ ଯେଉଁ ଅଛି ପ୍ରଥା ଅଛି, ଆମେ ଅଳ୍ପ ସମୟ ପରେ ଆଉ ନଣ୍ଡା ପୁଟେ ହେଇ ମାନେ ସେ ଯେଉଁ ଗେଟଅପ୍ ଆପଣମାନେ କମେଣ୍ଟ ଯଦି କରିବେ ଯେ ଭାଇ ଆପଣମାନେ ନଣ୍ଡା କ'ଣ ପାଇଁ ଆପଣ ହେଇଛନ୍ତି, ତ ତା ଆଗରୁ ମୁଁ ତ କହିସାରିଥିଲି ମୋ ବଡ଼ମାର ଆଜି ହେଉଛି 10 ଦିନ। ତ ତାଙ୍କ ଆତ୍ମା କେମିତି ମାନେ ଆତ୍ମା ପାଇଁ ମୁଁ ସଦ୍ଗତି କାମନା କରୁଛି ଜଗନ୍ନାଥ ମହାପ୍ରଭୁ ପାଖରେ। ସେ ଯେଉଁଠି ଥାଆନ୍ତୁ, ଖୁସିରେ ଥାଆନ୍ତୁ, ସୁଖରେ ଥାଆନ୍ତୁ, ଶାନ୍ତିରେ ଥାଆନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ। ଶେଷରେ ମୁଁ ଏତିକି କହୁଛି, ସମସ୍ତେ ଆମେ କେମିତି ଖୁସିରେ ସୁଖରେ ଶାନ୍ତିରେ ରହିବା। ଧନ୍ୟବାଦ, ଜୟ ଜଗନ୍ନାଥ।